भगवान कृष्ण मात्र एक शक्तिहीन हो पड़ते अर्जुन बोधहुए समस्त कला को हरण करने लीलामय कृष्ण गोटे जुगर अवसान आज सेमती गोटे जुगर अवसान होती जुगर अवसान पर आ किसी कहवाक न था तेणु क्रंदनरत अर्जुन मानक गोटे पद आउ कांदन रे कांदन तू अर्जुन आउ कांदन रे कांदन तू अर्जुन कला हरिले कला कर कृष्ण कला हरिले कला कर कृष्ण हेला जुग अवसान आउ कांदन रे कांदन तू अर्जुन आउ कांदन रे कांदन तू अर्जुन तो जीवन रथी थिले से सारथी तो जीवन रथी थिले से सारथी थिले प्राण बंधु सखा तो जीवन रथ बाहिरे बुएबे तो जीवन रथ बाहिरे बुएबे कर्म पथे कालिका आउ कांदन रे कांदन तू अर्जुन आउ कांदन रे कांदन तू अर्जुन कला हरिले कला कर कृष्ण कला हरिले कला कर कृष्ण हेला जुग अवसान आउ कांदन रे कांदन तू अर्जुन आउ कांदन रे कांदन तू अर्जुन जय दीदी एभली एक परिवेश सृष्टि कले प्रकृति माने बुझेगा के अभाव तंकर परिलक्षित हो या पर 30 तारीख में मोर जन बंधु अवसर नेले अभिमन्यु सार फुका भाईना मत आमको थटारे थरे मत रेलवे स्टेशन में कहले दी जन गोटे सांग हो सका आसुच सन्ध्या बेले जीव वास्तव कथा मुझे अनुभव करी तांकर मोर से जो निर्माल्य कहला सी घर कथा चिंता करती मु तो एक्जाक्टली से कथा मुझे सका बाहर ब्यागटा धरिकी जाकि राति 10टा 11टार जो पहुँचले मो घर मत किसी आवश्यक खोजती मु सका कलटा जी मु बाबुली भाई की करी 6:30 दिने दिने शेष कलटा भी से बाबुली भाई थोड़ा कारण 11:40 केटी जिते आसो मुझे बाबुली बर्तमान मंदिर आसो बाबुली ट्रेन बस कथा कौन हम किसी नीति किसी निष्पत्ति टेलांगुल जब कौन कर कौन कथा है आम जो 2-4 जन कथबार्ता हो भर सी आग धारे था आउ सूर्य साइड बस अभिमन्यु सार गले आम रात कथा कौन करवा ये सब समस्या है कारण प्रति कथार जो मॉर्निंग डे कथा उठला बाबुल मत रात कौन कौन करा कल एमती कौन टे करें आम तो पिला को कहीदे कौन करवा माने गोटे गोटे उदाहरण मुझे जो समय जिते बड़े
ଏତେ ଆବଶ୍ୟକତା ମୋର ପଡ଼ନ୍ତି ମୁଁ ମାନେ ଭାବିପାରେନି। ଯଦି ମୁଁ କିଛି ଚିନ୍ତା କରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ବାବୁଲି ଦରକାର ପଡ଼େ, ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ବାବୁଲି ଦରକାର ପଡ଼େ। ଏକଥା ହେବ, ଏକଥା ହେବ। ଏବେ ନିକଟ ଭବିଷ୍ୟତରେ ଆମର 2 ଜଣ ଶିକ୍ଷକ ଅକାଳରେ ଆମର ଚାଲିଗଲେ। ବାବୁଲିରେ ମୋର ଟ୍ରେନ୍ରେ ବସିକି ଚିନ୍ତା କଲୁ, କାରଣ ସଟଲ୍ ଯେତେବେଳେ ଜାଣିବୁ ଆମେ ମୋଟର ଛାଡ଼ିଲା ତୁଷାରାଣୀ ପଳେଇଲେଣି, ଆରେ ବାବୁଲି ଏଠି ଆସିନି କି ଜୀବନ କି ମୁଁ ଭାବିବି ବାବୁଲି ଆସିବି ମାନେ ସକାଳେ ଜଗନ୍ନାଥଙ୍କୁ ଦର୍ଶନ କରିଦେଇଥିଲେ। ନାଇଁ ବାବୁଲି ଠିକ୍ ହିସାବରେ ଆସିବ। ତାପରେ ବାବୁଲି ମୋର ଗୋଟେ ସମୟ ପାଖରେ ବସିକି ଯିବୁ, ଆମର ପ୍ଲାନିଂଟା ସେଇଠି ହେବ। ସେଠି ମୋତେ କହିଲେ କ'ଣ ଏଙ୍କ ପାଇଁ କରିବା, ଏତେ ଦିନ ହେଲାଣି ତୁ କିଛି ଚିନ୍ତା କରୁନୁ। ସେ ସମୟରେ ଆମର ବିଓଙ୍କର ଫେରାଟା ଥାଏ, ଆମେ ସେଇଟା କିଛି ମୁଁ ନିଜ ମୁଣ୍ଡକୁ ନେଇକରି କରିବା ପାଇଁ ଚେଷ୍ଟା କରିଥାନ୍ତି। କହିଲେ ରୁହ ପବିତ୍ର, ମୁଁ ଏ ସାଙ୍ଗେ କାମଟା ସରିଯାଉ ଆଉ ତାପରେ ନେବା। ତାପରେ ନିଜେ ଚେଷ୍ଟା କଲେ 2ଟା ଯାକ ମିଟିଂରେ ପ୍ରିଜାଇଡ୍ କରି ତାଙ୍କ କାର୍ଯ୍ୟକ୍ରମ କରି ତାଙ୍କ ପରିବାରକୁ କିପରି ଆର୍ଥିକ ସାହାଯ୍ୟ ଦିଆଯିବ ନିଜେ ଶିକ୍ଷକମାନଙ୍କୁ ଆଦାୟ କରିଦେଇଛନ୍ତି। ସବୁ ପ୍ରକାର କାର୍ଯ୍ୟକ୍ରମ ମୁଁ ଆଲୋକ ସାର୍ କହୁଥିଲେ, ମୁଁ ତାକୁ ମନା କରୁଥିଲି କହନି। ଆମେ ବୁଲିବାକୁ ଯିବୁ, ମୋତେ ସେ କହନ୍ତି ତ ତୁ ଟ୍ରେନ୍ରେ କ'ଣ ଖାଇବୁ, ସେ ଟ୍ରେନ୍ ଭାତ ତ ଜଳଖିଆ ଏସବୁ କଥା ତ ହେବନି। ଗୋଟେ କାମ କରିବ, ଗୋଟେ ବଡ଼ ଟିଫିନ୍ରେ ଭାତ ନେଇଯିବ, ଆଉ ସେଥିରେ ମିକ୍ସଚର ଆଳୁ ଅନେକ କଥା ନେଲେ ମିନିମମ୍ 3 ଦିନ ଯଦି ଆମେ କନ୍ୟାକୁମାରୀ ଗୋଟେ ଟ୍ରିପ୍ ଯାଇଥିଲୁ ଆମେ ସାଙ୍ଗେ ଆଳୁ ସାର୍ କହୁଥିଲେ। ତେଣୁ ଗୋଟେ 2ଟା ମିଲ୍ ଆମର ଚିନ୍ତାଧାରାଟା ମାନେ କାର୍ଯ୍ୟକାରୀ କରିବାକୁ। ଆଉ ସିଏ ହେଉଛନ୍ତି ଗ୍ରାଉଣ୍ଡରେ ତଳେ ବସିବେ, ଯେଉଁଠି ମୋତେ ଏଇଠି ବସିବା କହିଲେ ଏଇଠି ବସିବା ଆସେ ଏଇଠି ବସିବା। ଆଉ ପୁରୀରେ ତାଙ୍କର ଯେଉଁ ଗୋଟେ ବନ୍ଧୁବାନ୍ଧବ ଅଛନ୍ତି, ତାଙ୍କର ଗୋଟେ ଭିଣେଇ ମରିଗଲେ, ସାଙ୍ଗେ ସାଙ୍ଗେ ଫୋନ୍ କଲେ, ମୁଁ ଯାଇ ପହଞ୍ଚିକି ସେଦିନ ତାଙ୍କର ବର୍ଷିକିଆକୁ ମୋତେ ମଧ୍ୟ ମାନେ ଏମିତି କିଛି ହେବନି ପୁରୀରେ କାର୍ଯ୍ୟକ୍ରମ ଯେ ସେ ମୋତେ କେଉଁ ଜାଗାରେ ଖୋଜି ନାହାନ୍ତି। ମୋତେ ତାଙ୍କର ନିମନ୍ତ୍ରଣ କରିଥାନ୍ତୁ ବାବୁଲି କହିବ, ମୁଁ ନିଶ୍ଚିତ ଭାବରେ ଯାଇକି ସେଠି ପହଞ୍ଚିବି। ତେଣୁ ଏଇଭଳି ଭାବରେ ମୁଁ ବର୍ତ୍ତମାନ ଚିନ୍ତା କରୁଛି ଏଇଠି ବସିକିରି ଡେଲାଙ୍ଗ ବ୍ଲକ ଶିକ୍ଷକ ସଂଗଠନ କଥା, ଭବିଷ୍ୟତ କଥା। କାରଣ ସମସ୍ତେ କହନ୍ତି କିନ୍ତୁ ଅବସର ପରେ ସେମାନେ ଯେତେ ଯିଏ ଗଲେ ବି ଆମମାନଙ୍କ ପାଖରେ କାହିଁକି କେମିତି ଲାଗେ। ଆମେ ଯେତେ ଯିଏ ଅଛୁ କାର୍ଯ୍ୟସ୍ଥଳ ଯେହେତୁ ଆମର କେତେଜଣ ଆଡ଼ଜଷ୍ଟ କରିବାକୁ ଟିକେ ଇଏ କରନ୍ତି। କିନ୍ତୁ ମୁଁ ବାବୁଲିକୁ ଅନୁରୋଧ କରୁଛି, ସଂଗଠନ ବର୍ତ୍ତମାନ ତାଙ୍କ କାନ୍ଧରେ ଅଛି। ପ୍ରାଥମିକ ଶିକ୍ଷକ ସଂଗଠନ ସଭାପତି ଦିଗମ୍ବର ରଥ ଅବସରପ୍ରାପ୍ତ, ସମ୍ପାଦକ ପ୍ରଶାନ୍ତ ଦାସ ଅବସର, ସୂର୍ଯ୍ୟନାରାୟଣ ସେଠୀ ଜିଲ୍ଲାର ଉପସଭାପତି, ଅଭୟ ସାର୍ ଆଗରେ ବସିଛନ୍ତି ଅଭୟ ରଥ। ତେଣୁ ସୁର ସାର୍ ଜିଲ୍ଲାର ସମ୍ପାଦକ। ତେଣୁ ଆପଣମାନଙ୍କ ହାତରେ ଶିକ୍ଷକ ସଂଗଠନର ଉତ୍ତରଦାୟିତ୍ୱ ଏବେ ଭାବରେ ତମ ପାଖରେ ଅଛି। ତାକୁ କିପରି ଭାବରେ ଜଣେ ରାଜାର କର୍ତ୍ତବ୍ୟ ହେଉଛି ତା'ର ଉତ୍ତର ପିଢ଼ିକୁ ଏକ ଯୋଗ୍ୟ ଉତ୍ତର ପିଢ଼ି ବାଛି ତାକୁ ଦାୟିତ୍ୱ ହସ୍ତାନ୍ତରିତ କରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଶେଷ କଥା ମୋର କହିଛି, କିନ୍ତୁ ତୁମର ମୋର ନିଶ୍ଚିତ ଭାବରେ ଭାବିବେ ସକାଳରେ ଦେଖା ହେବ। ମୁଁ ଯେପର୍ଯ୍ୟନ୍ତ ପୁରୀ ଯିବା ଆସିବା କରୁଛି ତୁମେ ଆମର ଦେଖା ହେବ। ଆଉ ସଂଗଠନର ଯାହା ପରାମର୍ଶ ଅନ୍ୟାନ୍ୟ କଥା ଆମେ ଆପଣଙ୍କଠୁ ନେବୁ। ଆଉ ଗୋଟେ ଭଲ କଥା ହେଲା, ଯେତେବେଳେ କେହି ନ ବାରନ୍ତି ଅଫିସ ନେତୃତ୍ୱଙ୍କ ବିରୁଦ୍ଧରେ, ସେତେବେଳେ ପ୍ରଥମ ବ୍ୟକ୍ତି ଭାବେ ଇଏ କରିବା କେମିତି ହନୁମାନ ଏନର୍ଜି ତାଙ୍କର ଏତେ ଭିତରେ ଅଛି, ଚାଲିଯିବା ଚାଲ ମୋ ଉପରେ ଅଛି ଚାଲେ ଚାଲିଯିବା। ଆଉ ରାତିରେ ଯଦି ସଟଲ୍ ଫେଲ୍ ହେଇକି କୌଣସି ପ୍ରୋଗ୍ରାମରେ ଅଛୁ, ମୁଁ ଭାବିଲି କ'ଣ କରିବା ନା ପାରାଦ୍ୱୀପରେ ଯିବା ରହୁନ। ମାନେ ମୋ ସାଙ୍ଗ ହେଇଗଲେ ମୁଁ ତ ପାରାଦ୍ୱୀପ ଯିବାକୁ ଇଚ୍ଛା ଅଛି ମୋର, କାରଣ ମୁଁ ସବୁ ଛାଡ଼ିପାରିବିନି ସେ ପ୍ରୋଗ୍ରାମ। ତେଣୁ ବାବୁଲି ମିଳିଗଲା ମୋର। ତେଣୁ ରାତି ପାରାଦ୍ୱୀପ ଯେଉଁଟାକ 10ଟା କି 10:30 ଲାଗିବ କୋଣାର୍କରେ, ଆମେ ସେଇଥିରେ ଯିବୁ। ସିଏ ପୁଣି ରିଟର୍ନ କରିବେ, ନହେଲେ ତାଙ୍କ ଭଉଣୀ ଘରେ ରହିବେ। ଇଏ ହେଉଛି ତାଙ୍କର ମୋର ବ୍ୟକ୍ତିଗତ କଥା। ଏବଂ ମୁଁ ମୋ ସଂଗଠନ ସହିତ ପ୍ରାଥମିକ ଶିକ୍ଷକ କଥାକୁ ବୁଝିବା ପାଇଁ ତାଙ୍କର ପ୍ରତ୍ୟେକ ମୁହୂର୍ତ୍ତରେ ମୋର ପରାମର୍ଶ ଆବଶ୍ୟକ ପଡ଼େ। ତେଣୁ ଏବେ ବି ସେ ସେଇ ଉତ୍ତର ପିଢ଼ି ନବାଛିଲା ପର୍ଯ୍ୟନ୍ତ ଦାୟିତ୍ୱରେ ରହି କିପରି ଭାବରେ ଯୋଗ୍ୟତମ ବ୍ୟକ୍ତିକୁ ଉତ୍ତରଦାୟିତ୍ୱ ଅର୍ପଣ କରିବେ ମୁଁ ଅନୁରୋଧ କରୁଛି ତାକୁ। ଏବଂ ଅନେକ ସମୟ ଧରି ଆମର ଆଉ ଜଣେ ମୁରବୀ, ସେ ଏକ ନିର୍ଭୀକ ଭାବରେ ମୁଁ ତାଙ୍କୁ, କାରଣ ସଂଗଠନ କାହାକୁ କେହି ନେତା କରାଯାଏନି। ଆପଣ ମାର୍କ କରିଛନ୍ତି, ସଂଗଠନ ନେତୃତ୍ୱ ଆପେ ଆପେ ପଳାଏ। ଆପଣ କାମ କରିବେ, ଆପଣଙ୍କ ପାଖକୁ ନେତୃତ୍ୱ ପଳାଇବ। ତେଣୁ ଡେଡିକେସନ୍ ହେଇ ସେଇ କଥା କରିବା ଦରକାର। ଏବେ ସେଇଭଳି ଭାବରେ ରବିବାର ନାହିଁ, ସୋମବାର ନାହିଁ, ପୁରୀ ନାହିଁ, ବ୍ରହ୍ମଗିରି ନାହିଁ, ଆଉ ଜଣେ ନେତୃତ୍ୱ ଦେଉଛନ୍ତି ସୂର୍ଯ୍ୟ ସାର୍। ସିଏ ମଧ୍ୟ ତାଙ୍କର ଭାରି ଅନ୍ତରଙ୍ଗ। ମୁଁ
ତାଙ୍କୁ କହୁଛି ତାପରେ ସେ କହିବେ ସଭାପତି କରିବେ ସଭାପତି ବାବୁଲି ଭାଇଠୁ ଟିକେ ଶୁଣିବା ତାପରେ ସଭାପତିକି ସଭାସନ କରାହେବ। ଜୟ ଜଗନ୍ନାଥ। ମୁଁ ଟିକେ ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ମୁଁ ମଞ୍ଚରେ ଯେଉଁ ଅଛନ୍ତି ଜାଗାରେ ସୁର ସାରଙ୍କୁ ଅନୁରୋଧ କରି ଟିକେ ମଞ୍ଚ ଉପରକୁ ଆସନ୍ତୁ। କାହିଁକି ନା ଏଇ 30 ତାରିଖରେ ମୁଁ ଦେଖିଥିଲି ରାମ ମନ୍ଦିରରେ ସୁର ସାରଙ୍କର ଆଉ ବାବୁଲି ସାରଙ୍କର ଫଟୋ ଆଉ ମହାପ୍ରସାଦ ସେବନ କରିଥିଲି। ତେଣୁ ମୁଁ ନିଜେ କହୁଛି ମଞ୍ଚକୁ, ମୋତେ କେହି କହିନାହାନ୍ତି, ତେଣୁ ମୁଁ ସୁର ସାରଙ୍କୁ ଆମନ୍ତ୍ରଣ କରୁଛି ମଞ୍ଚ ବାବୁଲି ସାର ପାଖରେ ଆସି ବସନ୍ତୁ। ଶୋଇ ଆସ ଟିକେ ଭାରି ଅନ୍ତର୍ଗତ ତମର କାଲି 31 ତାରିଖରେ ରାମନାରାୟଣ ସାରଙ୍କ ଅବସରକୁ ଯାଇଥିଲେ ଦ୍ୱିପହରେ ଖରାରେ ଭାଇ କିଏ କୋଉଠି ଆସିଲ ନା ଆଉ କିଏ ଆମର ବାହାକ ଅଛନ୍ତି 45 ମିନିଟ୍ରେ ଗୋଟେରେ ବାହାରିଲେ 1:45ରେ ପୁରୀରେ ପହଞ୍ଚିଲେ। ବାବୁଲି ଭାଇ ହେଉଛନ୍ତି ସ୍କୁଟି ଦିଟା ଚଳେଇକି ଏଇ ଏନର୍ଜି 60 ବର୍ଷ ବୟସରେ ତାଙ୍କର ଅଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସମ୍ମାନ୍ୟ ସଭାପତି, ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ, ପ୍ରିୟ ବାବୁଲି ଭାଇ, ଆଗରେ ଉପସ୍ଥିତ ସମସ୍ତେ ତ ଉପସରି ଗଲେଣି, ତଥାପି ଯେଉଁ ଭାଇମାନେ ଅଛନ୍ତି ଏବଂ ବାବୁଲି ଭାଇଙ୍କ ପରିବାରବର୍ଗ ବନ୍ଧୁ କହିବିନି ବୋଲି ଭାବୁଥିଲି, କାରଣ ଏତେ ଅତିଥି ବାବୁଲି ଭାଇଙ୍କର କୁ ଭଲ ପାଇ ଆସିଥିଲେ, ସେମାନଙ୍କୁ ସମୟ ଦିଆଯାଉ। ଆମେ ସବୁବେଳେ କଥା ହେଉଥିବୁ କହିବିନି, ତଥାପି କେହି ନଥିଲା ବେଳେ ଭାବିଲି ଯେଉଁମାନେ ଅଛନ୍ତି ଆଉ 2 ମିନିଟ୍ ବିଳମ୍ବ ହୋଇଗଲେ ଅସୁବିଧା ହେବନି, 2 ପଦ ନିଶ୍ଚିତ କଥା ରଖିବି। ବିଶେଷ କରି ବାବୁଲି ଭାଇ ବା ପ୍ରଶଂସା, ଗୋଟିଏ ସୁନ୍ଦର କଥା ଲେଖାଯାଇଛି, ହାପି ଏ ଫେୟାରୱେଲ୍ ସେରିମନି ଅନରିଂ ମିଷ୍ଟର ପ୍ରଶାନ୍ତ କୁମାର ଦାସ। ସେ ମଝିରେ ଲେଖିଦେବା ଦରକାର ଥିଲା ହାପି ରିଟାୟାରମେଣ୍ଟ ମିଷ୍ଟର ପ୍ରଶାନ୍ତ କୁମାର ଦାସ, କାରଣ ଆଜି ନିଶ୍ଚିତ ଭାବରେ ବାବୁଲି ଭାଇଙ୍କର ହାପି ରିଟାୟାରମେଣ୍ଟ। କାରଣ ବାବୁଲି ଭାଇ ସବୁକିଛି ଚାକିରି ଜୀବନରେ ଦୀର୍ଘ ଦିନ ଧରି ଚାକିରି କରି ସେ ଯାହା ପାଇବା କଥା ବା ଯାହା କରିବା କଥା ସବୁ ଶେଷ କରିଛନ୍ତି। ବର୍ତ୍ତମାନ ଏହି ସରକାରୀ ନିୟମ ଭିତରେ ଯେଉଁଭଳି ଭାବରେ ଚାକିରି କ୍ଷେତ୍ରରେ କ୍ଲିଷ୍ଟତା ଆସିଛି, ତେଣୁ ଏଠି ଅବସର ନିଶ୍ଚିତ ଭାବରେ ଏହା ହାପି ରିଟାୟାରମେଣ୍ଟ ଆପଣଙ୍କ ପାଇଁ, କିନ୍ତୁ ଆମ ପାଇଁ ଏକ ଦୀର୍ଘ ଶୂନ୍ୟସ୍ଥାନ। ସଂଗଠନ ପାଇଁ, ଶିକ୍ଷକ ସଂଗଠନ ପାଇଁ ଏକ ଦୀର୍ଘ ଶୂନ୍ୟସ୍ଥାନ। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଡେଲାଙ୍ଗ ଅଞ୍ଚଳ ପାଇଁ ଆପଣଙ୍କର ଆବଶ୍ୟକତା ନିଶ୍ଚିତ ଆହୁରି ଯେତେ ସମୟ ଆଗକୁ ପଡ଼ିବ କୌଣସି ତାହା ହିଁ ଆମ ପାଇଁ ଆଶୀର୍ବାଦ ହୋଇଥାନ୍ତା। ତେଣୁ ପବିତ୍ର ବାବୁ କହୁଥିଲେ ଆଜି ଡେଲାଙ୍ଗ ଶିକ୍ଷକ ସଂଗଠନ, ବିଶେଷ କରି ପ୍ରାଥମିକ ଶିକ୍ଷକ ସଂଗଠନ ଏଭଳି ଏକ ଦୋଛକିରେ ଠିଆ ହୋଇଛି। ନିଶ୍ଚିତ ଭାବରେ ବର୍ତ୍ତମାନ ନିଷ୍ପତ୍ତି ନେବାର ସମୟ ଆସିଛି। ଦିଗା ଭାଇନା ସଭାପତି ଦୀର୍ଘ 1 ବର୍ଷ ହେଲା ଆମଠାରୁ ଅବସର ନେଇ ଚାକିରି କ୍ଷେତ୍ରରୁ ଅବସର ନେଇଛନ୍ତି, କିନ୍ତୁ ସଂଗଠନ ସହିତ ଅଛନ୍ତି ସତ, କିନ୍ତୁ ସେଇଭଳି ଆପଣଙ୍କର ମଧ୍ୟ ଆପଣ ଆମ ସହିତ ସଂଗଠନର ସମ୍ପାଦକ ଭାବରେ ଆଉ କିଛି ଦିନ ରହିବେ, କିନ୍ତୁ ଅବସର ନେଇସାରିଛନ୍ତି। ଏବେ ଯଦି କିଛି ଅଫିସିଆଲି ବା କାର୍ଯ୍ୟାଳୟରେ ଆମେ ଯେଉଁ କ୍ଷେତ୍ରରେ ଲଢ଼ୁଛୁ, ସେ ଡେଲାଙ୍ଗ ବ୍ଲକର USA ସିଷ୍ଟମ ବିରୁଦ୍ଧରେ ହେଉ ବା ବିଭିନ୍ନ ସରକାରଙ୍କର ବିଭିନ୍ନ ଯେଉଁଭଳି ଭାବରେ ଶିକ୍ଷକ ଉପରେ ବର୍ତ୍ତମାନ ଚାବୁକ ପ୍ରହାର ଭଳି କାର୍ଯ୍ୟକ୍ରମ ଲଦି ଦିଆଯାଉଛି, ଯେତେବେଳେ ଆମେ ଲଢ଼େଇ କରିବୁ, ଅଫିସରେ ଯାଇ ବିଓ ସାରଙ୍କ ସାମ୍ନାରେ ବସିବୁ, ବିଓଙ୍କୁ ସାକ୍ଷାତ କରିବୁ, ସେତେବେଳେ ଆଉ ବାବୁଲି ଭାଇ, ଦିଗା ଭାଇନା ଆମ ସହିତ ରହିବେନି। ତେଣୁ ସେହି କ୍ଷେତ୍ରରେ ସଂଗଠନ କିଭଳି ଆଗକୁ ଯିବ, ଶିକ୍ଷକମାନଙ୍କର ସ୍ୱାର୍ଥକୁ କିଭଳି ରକ୍ଷା କରାଯାଇପାରିବ, ଏହା ହିଁ ବର୍ତ୍ତମାନ ସବୁଠାରୁ ବଡ଼ ଶୂନ୍ୟସ୍ଥାନ। ତେଣୁ ଆଜି ଯେଉଁମାନେ ବି ଆମେ ଏଠି ରହିଛେ, ସେ NPS ହେଇପାରେ ବା OPS ହେଇପାରେ, ଆମେ ସବୁ ପରେ ବି ଆମେ ହେଉଛେ ଡେଲାଙ୍ଗ ମଣ୍ଡଳର ପ୍ରାଥମିକ ଶିକ୍ଷକ। ଆମର ସ୍ୱାର୍ଥ ପାଇଁ ଆମକୁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ତେଣୁ ସମସ୍ତଙ୍କୁ ପୁଣି ଥରେ ଅନୁରୋଧ କରୁଛି, ଆମେ এই যে বিভিন্ন বিভাগীকরণ নকরি আম ভিতরে কিভাবে একতা বজায় রহিব, আগক কিভাবে এই যে সরকারଙ୍କର বিভিন্ন সময়ের বিভিন্ন বোঝ আম উপরে অতর্কিত ভাবে লগাই দিয়া যাচ্ছে। যেমতি এবে 2 দিন তলে ডিও সারଙ୍କର গোটিয়ে গুগল মিট, ସେଥିରେ ডিও ସାରଙ୍କର ଟାର୍ଗେଟ କ'ଣ ନା ଶିକ୍ଷା ସେତୁର 2 ଦିନ ଭିତରେ ଆମକୁ ସ୍କୁଲ ଛୁଟି କଲା, ପିଲାମାନଙ୍କ ପାଇଁ ସ୍କୁଲ ଛୁଟି ହେଲା ବୋଲି ଆମର ଯେଉଁ ପ୍ରଥମ ବୈଠକ ଥିଲା PTA ତାହାକୁ ଆମେ ପୋଷ୍ଟପୋନ୍ କଲେ।
କିନ୍ତୁ ଶିକ୍ଷା ସେତୁର ବୈଠକ ହେବ ଏବଂ ସେଥିରେ ପୁଣି ଡିଓଙ୍କର ଟାର୍ଗେଟ୍ ସିଏ ତାଙ୍କର ଟାର୍ଗେଟ୍ ଦେବେ 60 ଲକ୍ଷର ଟାର୍ଗେଟ୍। ପ୍ରଧାନ ଶିକ୍ଷକମାନେ ଯେମିତି ହେଉ ଯୁଆଡ଼ୁ ହେଉ ଦେବେ, ନାହିଁ ତ ଦରମା ବନ୍ଦ ହେବ। এইভাবে ভাবে যেভাবে ভাবে কার্য আগুক আসুচি তাকে কিভাবে ভাবে মুকাবিলা করা তাকে বি বিচার করা পড়ব। তথাপি সর্বশেষে আউ বেশি কবি না, প্রভু জগন্নাথ নিকটরে এতিকি প্রার্থনা করবি মো ভাই প্রার্থনা করা দরকার না, মো ভাই তো সবুলে জগন্নাথ পাখে সবুলে অছি। তেণু জগন্নাথ তাঁর আগামী জীবন সুখ শান্তি সমৃদ্ধি ভরি দিয়ন্তু, সে সদা সর্বদা নিরোগ রুহতু, এহাই কামনা করি মোর বক্তব্য সাঙ্গ করুছি। জয় জগন্নাথ, বন্দে উৎকল জননী, ভারত মাতা কি জয়। ধন্যবাদ। ଆଉ ସମୟ ନାହିଁ, ଆମେ ବର୍ତ୍ତମାନ ସଭା ଯାହାର ପାଇଁ ଏତେ କଥା ତାଙ୍କଠୁ ଦୁଇ ବର୍ଷ ଶୁଣିବା। ବାସ୍ତବରେ ବାବୁଲି ଭାଇ ତୁମ ଅବସର ଏକ ରିକ୍ତ ସ୍ଥାନ ପୂରଣ କରିବ, ଭବିଷ୍ୟତ କହିବ ତାକୁ କେମିତି ପୂରଣ କରାଯିବ। ବର୍ତ୍ତମାନ ବାବୁଲି ପ୍ରଶଂସା।